ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀର ସାହିତ୍ୟ ସିନ୍ଧୁ ପୁସ୍ତକର ସଭ୍ୟତା ଓ ବିଜ୍ଞାନ ବିଷୟବସ୍ତୁକୁ ଆଲୋଚନା କରିବା। ଗତ ଭିଡ଼ିଓରେ ଆମେ ଭାରତୀୟ ସଭ୍ୟତାର କୁ ଆଲୋଚନା କରିଥିଲେ, ଯେଉଁଟା ଥିଲା ତ୍ୟାଗ ଏବଂ ଆତ୍ମସଂଯମ, ଏବଂ ପ୍ରାଚୀନ ସଭ୍ୟତା ଥିଲା ଭୋଗ। ତାହେଲେ ଏ ଦୁଇଟି ଯେଉଁ ଆମର ଭାରତୀୟ ସଭ୍ୟତା ଏବଂ ପ୍ରାଚୀନ ସଭ୍ୟତା ମଧ୍ୟରେ ପାର୍ଥକ୍ୟ ଆମେ କ'ଣ ଜାଣିପାରିଥିଲେ। ଆଜି ଆମେ ଆଗକୁ ବଢ଼ିବା ପିଲାମାନେ। ଏଠାରେ ସେ କହିଛି ଯେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲିକରି ଭାବୁଥିଲେ। ଏ ଯେଉଁ ସର୍ବବିଧ କହିଲେ କ'ଣ ନା ସମସ୍ତ ବିଷୟ ବା ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲିକରି ମାନୁଥିଲେ। ଅର୍ଥାତ୍ ସବୁକିଛି ଜିନିଷ କ'ଣ ବୋଲି ଭାବୁଥିଲେ ସେମାନେ ନା ବିପଦ ବୋଲିକରି ବିବେଚନା କରୁଥିଲେ। ତଥାପି ବୈଷୟିକ ଉନ୍ନତି ସେହି ତ୍ୟାଗ ଧର୍ମ ଦେଇ ସମ୍ଭବ ହୋଇଥିଲା। ଏବଂ ଏଇ ଯେଉଁ ବୈଷୟିକ ଉନ୍ନତିଟା କେତେବେଳେ ହେବ ନା ତ୍ୟାଗ ମାର୍ଗରେ ଦୀକ୍ଷିତ ହେଲା ପରେ ହିଁ ହୋଇପାରିବ। ଯେତେବେଳେ ବିଷୟ ଜଞ୍ଜାଳ ପରିବେଷ୍ଟିତ ଗୃହସ୍ଥ ଯାବତୀୟ ପାରିପାର୍ଶ୍ୱିକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା, ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା'ର ପଥ ସମ୍ପୂର୍ଣ୍ଣ ପୃଥକ ହୋଇଯାଏ। ପିଲାମାନେ କୋଶ୍ଚିନ୍ ଏଟା, ସେ ଯେତେବେଳେ ତ୍ୟାଗ ମାର୍ଗରେ ସପୋଜ ଧରିନିଅ ପିଲାମାନେ, ଜଣେ ବ୍ୟକ୍ତି ସେ କ'ଣ କରୁଛି ନା ସେ ସବୁକୁ ବିବେଚନା କଲା ଯେ ତ୍ୟାଗ ମାର୍ଗ ହେଉଛି ସବୁଥିରୁ ଭଲ, ଏବଂ ତ୍ୟାଗ ମାର୍ଗରେ ସେ କ'ଣ ହେଲା ନା ଚାଲିବା ଆରମ୍ଭ କଲା। ତାହେଲେ ତାର ଯେଉଁ ପଥ, ତାର ଯେଉଁ ରାସ୍ତା ସବୁବେଳେ କ'ଣ ହେଇଯିବ ନା ଯେଉଁମାନେ ଭୋଗ ମାର୍ଗଗାମୀ ଜାତି ଥିଲେ, ଯେଉଁମାନେ ଭୋଗ ବିଳାସକୁ ସବୁକିଛି ବୋଲିକରି ବିବେଚନା କରୁଥିଲେ, ତାଙ୍କଠାରୁ ତାଙ୍କ ରାସ୍ତାଟା ସବୁବେଳେ ଅଲଗା ହେଇଯିବ। ଅର୍ଥାତ୍ ଏଠାରେ ଦୁଇଟା ରାସ୍ତା ଅଛି ପିଲାମାନେ, ଗୋଟେ ହେଲା ତ୍ୟାଗ ଏବଂ ଆଉ ଗୋଟେ ହେଲା କ'ଣ ନା ଭୋଗ। ତ୍ୟାଗର ରାସ୍ତା ଅଲଗା, ଭୋଗର ରାସ୍ତା ଅଲଗା। ଯେଉଁମାନେ ତ୍ୟାଗ ରାସ୍ତାରେ ଦୀକ୍ଷିତ ହୋଇକି ଚାଲିବେ ସେମାନେ ଭୋଗ ମାର୍ଗଗାମୀ ଠାରୁ ଅଲଗା ହେଇଯିବେ। ଯେଉଁମାନେ ଭୋଗ ରାସ୍ତାରେ ଚାଲିବେ ସେମାନେ ତ୍ୟାଗ ଠାରୁ ଅଲଗା ହେଇଯିବେ। ଏ ଦୁଇଟା ଜିନିଷ ପିଲାମାନେ ପରିପୂରକ। ଆଉ କ'ଣ ନା ପ୍ରାଚୀନ ଗ୍ରୀସ୍ ଓ ରୋମ ସଭ୍ୟତାର ବୈଷୟିକ ଉନ୍ନତିର ନିଦର୍ଶନ ଯାହା ଆମେ ପାଉ ତାହା ଇଚ୍ଛାକୃତ। ଆମେ ଗ୍ରୀସ୍ ଏବଂ ରୋମରୁ ଯାହା ପାଉଛୁ ତାହା ଇଚ୍ଛାକୃତ। ମାତ୍ର ଭାରତର ବୈଷୟିକ ଉନ୍ନତିର ନିଦର୍ଶନ ଯାହା ରୋମୀୟ ଗ୍ରୀସୀୟ ନିଦର୍ଶନମାନଙ୍କ ଠାରୁ କୌଣସି ଅଂଶରେ ନ୍ୟୁନତର ନୁହେଁ। ଅର୍ଥାତ୍ ଆମେ ଯଦି ଦେଖିବା ତାହେଲେ ଭାରତର ବୈଷୟିକ ଉନ୍ନତିଟା ବା ନିଦର୍ଶନଟା ରୋମୀୟ ଗ୍ରୀସୀୟ ନିଦର୍ଶନମାନଙ୍କ ଠାରୁ କୌଣସି ମାତ୍ରାରେ ବି କମ୍ ନୁହେଁ, ନ୍ୟୁନତର ନୁହେଁ। ତାହାର ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନୁହେଁ। ତାଙ୍କର ସୃଷ୍ଟିଟା ଇଚ୍ଛାକୃତ ହେଇନି, କାହିଁ କେତେ ନିରନ୍ତର ପ୍ରକ୍ରିୟା ଦେଇକି ଆରମ୍ଭ ହେଇଛି, ଯାହାକି ତ୍ୟାଗ ମାର୍ଗର ଏକ ସ୍ୱତଃସମ୍ଭୂତ ଫଳ ମାତ୍ର। ମୁଁ ତ କହୁଥିଲି ପିଲାମାନେ କିଛି ପୂର୍ବରୁ ଏକା ଗତ ଭିଡ଼ିଓରେ ଆମେ ଦେଖିଛେ ବି ଯେ ଆମର ଯେଉଁ ସଭ୍ୟତା ଥିଲା, ସଭ୍ୟତାର ମୂଳ ଆଦର୍ଶ ଥିଲା ତ୍ୟାଗ। ଆମେ ଯଦି ଇତିହାସ ପୃଷ୍ଠାକୁ ଆଲୋଚନା କରିବା, ଦଧିଚୁକୁ ନେଇଯିବା ଏକ୍ଜାମ୍ପଲରେ, ସଂସାରର ମଙ୍ଗଳ କାମନା ସକାଶେ ତାଙ୍କର ମୂଲ୍ୟବାନ ବସ୍ତୁକୁ ସେ ମଧ୍ୟ ଦାନ କରିଦେଇଥିଲେ। ଆହୁରି ବି ଏମିତି ଅନେକ ଗୁଡ଼ିଏ ଅଛି। ବଳି ରାଜା ବୋଲି ତୁମେ ଜାଣିଥିବ ପିଲାମାନେ, ଗୋଟେ ଅସୁର ଥିଲେ ଯିଏକି ଦାନ କରିଦେଇଥିଲେ, ସର୍ବସ୍ୱ ଦାନ କରିଥିଲେ। ଦାନର ମହିମା ଏତେ ତୁମେ କହିପାରିବ ନାହିଁ। ଯଦି 1 ଟଙ୍କା ଦାନ କରିଛ ତାହେଲେ ରିଟର୍ଣ୍ଣରେ 100 ଟଙ୍କା ଆସିବାର ମଧ୍ୟ ସମ୍ଭାବନା ଥାଏ। ଏଇଟା ହେଲା ତ୍ୟାଗ, ତ୍ୟାଗ ଏବଂ ଦାନ। ଠିକ୍ ଅଛି। ଭାରତର ବୈଶିଷ୍ଟ୍ୟ ତା'ର ଆଧ୍ୟାତ୍ମିକତା। ଆଧ୍ୟାତ୍ମିକ କହିଲେ କ'ଣ ନା ଧର୍ମ ସମ୍ବନ୍ଧୀୟ ସ୍ୱତଃସମ୍ଭୂତ, ମାନେ କ'ଣ ସ୍ୱୟଂ ସୃଷ୍ଟି, ଆପେ ଆପେ ସୃଷ୍ଟି, ଯେଉଁଟା କିଏ ତାହାକୁ ସୃଷ୍ଟି କରିନାହାନ୍ତି, ନିଜେ ପ୍ରକୃତି ହିଁ ତାକୁ କ'ଣ କରୁଛି ନା ସୃଷ୍ଟି କରୁଛି। ଏଇ ଯେଉଁ ଆମର ପ୍ରକୃତି, ଝରଣା, ପାହାଡ଼, ଜଙ୍ଗଲ, ଏସବୁ କିଏ ସୃଷ୍ଟି କରିଛି ପିଲାମାନେ? ଏଇଟା ଆପେ ଆପେ ସୃଷ୍ଟି ହୋଇଛି। ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଯାହା ହେଉନା କାହିଁକି, ବର୍ତ୍ତମାନର ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି। ଯେ ବିଭିନ୍ନ ସଭ୍ୟତା ଯାହା କହୁଥିଲା
କିଏ କହୁଥିଲା ଭୋଗମାର୍ଗଗାମୀ, କିଏ କହୁଥିଲା ତ୍ୟାଗ, କିଏ କହୁଥିଲା ଆତ୍ମସଂଯମ, କିନ୍ତୁ ବର୍ତ୍ତମାନ କ'ଣ କହୁଛି ନା ବର୍ତ୍ତମାନ କହୁଛି ଅଲ୍ ରାଉଣ୍ଡ ଡେଭଲପମେଣ୍ଟ ହେବା କଥା। ଯଦି ବ୍ୟକ୍ତିର ସର୍ବସ୍ୱ ଉନ୍ନତି ହୋଇପାରିବ, ସର୍ବାଙ୍ଗୀନ ଉନ୍ନତି ହୋଇପାରିବ, ତାହେଲେ ସେ ଜଣେ ଗୋଟେ ଆଦର୍ଶବାନ ବା ସଭ୍ୟତାରେ ଅନୁପ୍ରାଣିତ ହୋଇଥିବା ଗୋଟେ ବ୍ୟକ୍ତି। ଏ ଯେଉଁ ସର୍ବାଙ୍ଗୀନ ଉନ୍ନତି କଥା କହୁଛି ପିଲାମାନେ, ସର୍ବାଙ୍ଗୀନ ଉନ୍ନତିରେ କ'ଣ କ'ଣ ଆସିବ ନା ବୈଷୟିକ, ଶାରୀରିକ, ମାନସିକ, ନୈତିକ ତଥା ବିଶ୍ୱ ମାନବିକତାର ପ୍ରତିଷ୍ଠାନ ଓ ବିରାଟ ସୃଷ୍ଟି ରହସ୍ୟର ଉଦ୍ଘାଟନ ଓ ସେମାନଙ୍କ ମୂଳରେ କେଉଁ ମହାଶକ୍ତି ନିହିତ ଅଛି ଓ ତାହା କ'ଣ, ଏହାର ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ। ଆମେ ଯଦି ଦେଖିବା ତାହେଲେ ଏଇ ଯେଉଁ ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ହେବ ଏବଂ ଏମାନଙ୍କର ପ୍ରତିଷ୍ଠାନ ଓ ବିରାଟ ରହସ୍ୟ ଅଛି, ଏମାନଙ୍କର ପଛରେ କ'ଣ ଅଛି ନା ଗୋଟେ ରହସ୍ୟ ଅଛି। ସେ ରହସ୍ୟକୁ କିଏ ଉଦ୍ଘାଟନ କରିପାରିବ କିମ୍ବା ସେମାନଙ୍କ ମୂଳରେ ଥିବା ମହାଶକ୍ତି, ଆମେ କହୁଛୁ ଯଦି ଶକ୍ତି କଥା କହିବା ପିଲାମାନେ, ତାହେଲେ ଏଠାରେ ଗୋଟେ ହିଁ କ'ଣ ଅଛି ନା ଶକ୍ତି ଅଛି। ଆମେ ଯେଉଁ ଭଗବାନ ବୋଲିକରି ବିବେଚନା କରୁଛୁ, ଗୋଟେ ଶକ୍ତି ଅଛି, ଯେଉଁ ଶକ୍ତିଟା ସେ କ'ଣ କରୁଛି ଟୋଟାଲ ବିଶ୍ୱ ବା ୟୁନିଭର୍ସକୁ ଚଲାଉଛି। ତାହେଲେ ଆମେ ସେ ମହାଶକ୍ତିକୁ ଆମେ ଜାଣିପାରିବା କି, ତାହାର ନିରୂପଣ କରିପାରିବା କି? ଯଦି କରିପାରିବା ତାହେଲେ ସଭ୍ୟତାର ଆଦର୍ଶ ହୋଇଯିବ। ଆଉ କ'ଣ ଅଛି ପିଲାମାନେ ନା ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶବିଶେଷକୁ ସଭ୍ୟତାର ଆଦର୍ଶ ଧରି ନେଉଥିଲେ। ସମୟ ପରିବର୍ତ୍ତିତ ହୋଇଥାଏ ଏବଂ ତାକୁ କ'ଣ କରୁଛନ୍ତି ଲୋକମାନେ ନା ସଭ୍ୟତାର ଆଦର୍ଶ ବୋଲିକରି ମାନି ନେଉଛନ୍ତି। ପୁଣି କୌଣସି ଜାତି ଏମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶକୁ ନିଜ ସଭ୍ୟତାର ଆଦର୍ଶ ଅଙ୍ଗଭୁକ୍ତ କରିଥିଲେ ହେଁ ସେମାନଙ୍କର ସାଧନାକୁ ସେମାନେ ଭିନ୍ନ ପଥ ଦେଇ ନିରୂପଣ କରିବାକୁ ଯାଇଥିଲେ। କିଏ ଏମାନେ କ'ଣ କରୁଛନ୍ତି ନା କୌଣସି ଜାତି ଏମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶ ନିଜ ସଭ୍ୟତାର ଆଦର୍ଶ ଅଙ୍ଗଭୁକ୍ତ କରିଦେଇଥିଲେ, ଆଦର୍ଶକୁ ଆପଣେଇ ନେଇଥିଲେ। ସେମାନଙ୍କର ସାଧନକୁ ସେମାନେ ଭିନ୍ନ ପଥ ଦେଇ ନିରୂପଣ କରିବାକୁ ମଧ୍ୟ ଚେଷ୍ଟିତ ଥିଲେ। କେହି ଚିନ୍ତା ନିରୂପିତ କରିବାକୁ ଚେଷ୍ଟିତ ଥିଲେ ଓ କେହି କାର୍ଯ୍ୟରେ ଚେଷ୍ଟିତ ଥିଲେ। କେଉଁମାନେ ଚିନ୍ତା କରୁଥିଲେ ତ ଆଉ କେଉଁମାନେ କ'ଣ କରୁଥିଲେ ନା ତାକୁ କାର୍ଯ୍ୟରେ ଲଗାଇବା ପାଇଁ ଚାହୁଁଥିଲେ। ଅର୍ଥାତ୍ ଲୋକ ଚିନ୍ତା ବି କରୁଥିଲେ ତଥା କାର୍ଯ୍ୟ ମଧ୍ୟ କରୁଥିଲେ। ଏମାନଙ୍କ ମଧ୍ୟରୁ କେତେକ ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିବାର ପ୍ରକାଶ କରନ୍ତି। ହିନ୍ଦୁମାନେ ମଧ୍ୟ କହନ୍ତି ସେମାନେ ତାଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ସେମାନେ କହୁଛନ୍ତି ଯେ ସେମାନେ ଅଲରେଡ଼ି କ'ଣ କରୁଛନ୍ତି ନା ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛନ୍ତି। ସେମାନଙ୍କର ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀ ଦ୍ୱାରା ବିଶ୍ୱ ବିରାଟ ଶକ୍ତି କ'ଣ ତାହା ମାନବ ନିରୂପଣ କରିପାରେ। ସେମାନଙ୍କର ବିଭିନ୍ନ ଦର୍ଶନ ଶାସ୍ତ୍ର ଅଛି ପିଲାମାନେ। ଆମେ ଯଦି ହିନ୍ଦୁ ସଭ୍ୟତା କଥାକୁ ଆଲୋଚନା କରିବା ତାହେଲେ ଏଠାରେ ଦେଖିବାକୁ ପାଇବା ଯେ ଆମର ଦର୍ଶନ ଶାସ୍ତ୍ର ଏତେ ବଡ଼, ଏତେ ବିରାଟ, ଏତେ ବିଶାଳ, ତାହାକୁ ଆମେ ମାନବ ବା ମଣିଷ ନିରୂପଣ କରିବାଟା ଗୋଟେ ଧୃଷ୍ଟତାର ମାତ୍ର। ଆମେ କହୁଛୁ ପିଲାମାନେ ଯେଉଁଠାରେ ସାଇନ୍ସ ଫେଲ୍ ମାରିଯିବ ସେଠାରେ ଆଧ୍ୟାତ୍ମିକ ଆରମ୍ଭ ହେବ, ଦର୍ଶନ ଶାସ୍ତ୍ର ସେଠୁ ହିଁ ଆରମ୍ଭ ହେବ। ସେହି ପଥରେ ଗଲେ ପ୍ରଥମରେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନ ହେଲେ ହେଁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେଲା ପରେ ସମସ୍ତ ସ୍ପଷ୍ଟ ପ୍ରତିଭାତ ହୋଇଥାଏ। ପ୍ରଥମେ କ'ଣ କରିବାର ଅଛି ନା ଉଦ୍ଦେଶ୍ୟକୁ ହୃଦୟଙ୍ଗମ ଯଦି ଆମେ କରି ନ ପାରିଲେ ମଧ୍ୟ ଯଦି ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହୋଇଯିବା ତାହେଲେ ତାକୁ ଆମେ ଅନୁଭବ କରିପାରିବା। ଏହାର ସାଧନ ପାଇଁ ଶାରୀରିକ, ମାନସିକ ଉନ୍ନତି ସର୍ବଦା ପୂରଣୀୟ। ତାକୁ ଆମେ ଯଦି କରିବାର ଅଛି, ପାଇବାର ଅଛି, ଲବ୍ଧ କରିବାର ଅଛି, ତାହେଲେ ଶାରୀରିକ ଏବଂ ମାନସିକ ଉନ୍ନତି କରିବା ନିଶ୍ଚିତ ଏକାନ୍ତ କାମ୍ୟ। ଏହା କେବଳ ଶିକ୍ଷା, ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହେବ। ଆମେ ତାକୁ ଯଦି ଲବ୍ଧ କରିବାର ଅଛି, ତାକୁ ଯଦି ପାଇବାର ଅଛି, ଜୀବନରେ ତାକୁ ଯଦି ଅଙ୍ଗେ ନିଭେଇବାର ଅଛି, ତାହେଲେ ଆମକୁ ଶିକ୍ଷା, ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡ଼ିବ, ଯେଉଁଟାକି ଗୋଟେ ଛାତ୍ରର ଲକ୍ଷଣ ମଧ୍ୟ ହୋଇପାରେ। ସେ କ'ଣ କରିବାକୁ ପଡ଼ିବ? ତାକୁ ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡ଼ିବ। ଇଏ ହେଲା ଆମର ପ୍ରାଚୀନ ଭାରତୀୟ ଶିକ୍ଷା ପଦ୍ଧତି ତଥା ବ୍ରହ୍ମଚର୍ଯ୍ୟ ପାଳନ। ଏଠାରେ ଆମେ ଦେଖୁଥିବା ପିଲାମାନେ ଗୁରୁକୁଳ ଆଶ୍ରମର ଏକ ଫଟୋଚିତ୍ର। ଥ୍ୟାଙ୍କ ୟୁ ଟୁ ଅଲ୍। ଆଜି ପାଇଁ ଏତିକି ପିଲାମାନେ, ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ।